ସହରର ଉପକଣ୍ଠରେ ଜଣେ ସନ୍ଥ ରହୁଥିଲେ। ଜନଗହଳି ଗାଡ଼ି ମଟର ଭିଡ଼ଭାଡ଼ ଠାରୁ ଏ ସ୍ଥାନଟି ଥିଲା ସମ୍ପୂର୍ଣ୍ଣ ମୁକ୍ତ। ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଡେଙ୍ଗା ଡେଙ୍ଗା ଗଛ ଆଉ ଅଳ୍ପ କିଛି କୁଡ଼ିଆ ଘର। ନିଜ କୁଟୀରକୁ ଖୁବ୍ ପରିଷ୍କାର ପରିଚ୍ଛନ୍ନ ରଖୁଥିଲେ। ଚାରିପଟରେ ନାନା ରକମର ଫୁଲ, ଫଳ ଆଉ ପନିପରିବା ଗଛ ଆକର୍ଷଣୀୟ ଦିଶୁଥିଲା। ସନ୍ଥ କୁଡ଼ିଆକୁ ଆସୁଥିବା ଅତିଥିଙ୍କୁ ସନ୍ଥ ନିଜ ବାରିରୁ ତୋଳିଥିବା ଫଳ ଆଉ ପନିପରିବା ବାଣ୍ଟି ଦିଅନ୍ତି। ଦିନର ଅନ୍ୟ ସମୟ ପୂଜାପାଠ ଶାସ୍ତ୍ର ଅଧ୍ୟୟନରେ ବିତି ଯାଉଥିଲା। ସନ୍ଧ୍ୟା ସମୟରେ ଆଖପାଖର ଲୋକ ତାଙ୍କ ପାଖକୁ ଛୁଟି ଆସୁଥିଲେ। ସନ୍ଥଙ୍କ ତୁଣ୍ଡରୁ ଗୀତା, ଭାଗବତ, ପୁରାଣ, ଶାସ୍ତ୍ର ଶ୍ରବଣ କରି ଶ୍ରୋତାଗଣ ଖୁସି ହୋଇ ଉଠୁଥିଲେ। ଦିନେ ସକାଳୁ ସନ୍ଥ ପାଖ ବଜାରକୁ ଯାଇଥାନ୍ତି। ଏହି ସମୟରେ ଦୂର ସହରରୁ ଆସିଥିବା ଜଣେ ଯୁବକ ସହିତ ତାଙ୍କର ଭେଟ ହୋଇଗଲା। ଯୁବକଟି ସନ୍ଥଙ୍କ ବିଷୟରେ ଅଳ୍ପ ବହୁତ ଜାଣିଥିଲେ। ଯୁବକ ଜଣକ ମେଳାପି ଆଉ ମିଷ୍ଟଭାଷୀ। ମାତ୍ର ସ୍ୱଳ୍ପ ସମୟରେ ସନ୍ଥଙ୍କ ସହିତ ଖୁବ୍ ଭଲ ଭାବରେ ପରିଚିତ ହୋଇଗଲେ। ସନ୍ଥ ଯେତେବେଳେ ନିଜ କୁଟୀରକୁ ପ୍ରସ୍ଥାନ କଲେ, ଯୁବକ ବି ତାଙ୍କ ସହିତ ଧାଇଁ ଆସିଲେ। ପୂଜା ସମୟ ହେଉଥାଏ। ଯୁବକକୁ ପାଣି ଗିଲାସଟେ ଦେଇ ସେ ବସାଇବାର ଅନୁଗ୍ରହ କଲେ। ସନ୍ଥଙ୍କ ଅମାୟିକ ବ୍ୟବହାରରେ ଯୁବକଟି ପ୍ରସନ୍ନ ଦିଶୁଥାଏ। ଏହି ସମୟରେ ଯୁବକ ପ୍ରଶ୍ନ କଲେ, ଆଚ୍ଛା ମହାତ୍ମା, ସତରେ କ'ଣ ଆପଣ ଈଶ୍ୱରଙ୍କୁ ଦେଖିଛନ୍ତି? ଏ ପ୍ରଶ୍ନରେ ସନ୍ଥ ପୂରାପୂରି ନୀରବ ପଡ଼ିଗଲେ। ଯୁବକ ପୁଣି ପ୍ରଶ୍ନ କଲେ, ଆପଣ କ'ଣ ଆତ୍ମାକୁ ବିଶ୍ୱାସ କରନ୍ତି? ଏଥର ବି ସନ୍ଥ ନୀରବ। ଯୁବକ ନିଶ୍ଚିତ ହେଲେ ସନ୍ଥଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ। ଏଣୁ ବିଦାୟ ନେବାକୁ ବାହାରିଲେ। ସାଙ୍ଗମାନେ, ଯଦି ଭିଡ଼ିଓଟି ପସନ୍ଦ ଆସେ ତାହେଲେ ଲାଇକ୍, ସବସ୍କ୍ରାଇବ୍ ଏବଂ ବେଲ୍ ଆଇକନକୁ ଦବାଇବା ପାଇଁ ଜମା ବି ଭୁଲିବେ ନାହିଁ। ଧନ୍ୟବାଦ।